ଅଡିଓ ବୁକ୍ ଲୋକାପୁଅ ସୁରିଆ, ଲେଖିକା ଲୋପାମୁଦ୍ରା ମହାନ୍ତି। ସପ୍ତମ ଅଧ୍ୟାୟ। ଗୋଟିଏ ମଣିଷ ଅନେକ ନାମ। କଥାଟିଏ କହୁଁ କିସ କଥା, ବେଙ୍ଗୁଲି କଥା। ବେଙ୍ଗୁଲି କଥା କହୁନି, କହୁଛି ମୋ ସୁରିଆ କଥା। ପୁରୁଷୋତ୍ତମପୁର ଛାଡ଼ି କଟକରେ ବସା ବାନ୍ଧିଲା ସୁରିଆ। ହାତକୁ 2 ହାତ ହେଲା, ପରିବାର ବୋଝ ବି ଥିଲା। ବାପା ଅବସର ନେଲେଣି। କ୍ଷୀରର ଚାଲିବାରେ ଅସୁବିଧା ହେଉଥିଲା। ବୀର ବୁଢ଼ୀ ଏ 2 ଭାଇ ଭଉଣୀ ପଢ଼ୁଥାନ୍ତି। ସମସ୍ତେ ରହିଥାନ୍ତି କଟକ ଘରେ। ସାମ୍ବାଦିକତା, ରାଜନୀତି ଓ ସାହିତ୍ୟକୁ ଧରି ଜୀବନ ସଂଗ୍ରାମ ଜାରି ରଖିଥିବା ମଣିଷଟାର ସମସ୍ତ ପାରିବାରିକ ଦାୟିତ୍ୱ ନିଜ ହାତକୁ ନେଇଯାଇଥିଲା ରେଣୁକା, ସୁରିଆର ସ୍ତ୍ରୀ। ବ୍ୟସ୍ତତା ଭିତରେ ମଣିଷ ଟିକେ ଖୁସି ଚାହେଁ, ଶାନ୍ତି ଚାହେଁ। ସ୍ତ୍ରୀର ହାତରନ୍ଧା ରୋଷେଇକୁ ଖୋଜିବା ବେଳେ ମାଆର ସୁରିଆ ଡାକ, ତା ସୃଷ୍ଟି, ତା ପିଲାମାନଙ୍କର ବାପ ଡାକ ଶୁଣିଲେ ମନଟା ଉଲ୍ଲସିତ ହୁଏ। ସେଇଥିପାଇଁ ବୋଧହୁଏ ପିତା ଓ ପୁତ୍ର ଗପ ଲେଖିବା ବେଳେ ସେ ଲେଖିଥିଲେ ପୁତ୍ର ପାଇଁ ପିତାର ପରିଚୟ। ମୁଁ ଛବି, ତାଙ୍କ ବଡ଼ ଝିଅ। ମୋ ତଳେ ଅନେକ ଭାଇ ଭଉଣୀ ମରିଥିଲେ। ଜନ୍ମାଷ୍ଟମୀ ଦିନ ଜନ୍ମ ହୋଇଥିଲା ଟୁଟୁ। ସେଥିପାଇଁ ତାର ଦୀର୍ଘ ଜୀବନ କାମନା କରି ତାକୁ ମୋ ମାମୁଁ ରଞ୍ଜିତ ମହାନ୍ତିଙ୍କୁ ବିକି ଦିଆଯାଇଥିଲା। ଠିକ୍ ତାର 10 ବର୍ଷ ପରେ ଜନ୍ମ ହେଲା କିଟୁ। ବିଳମ୍ବରେ ଜନ୍ମ ହୋଇଥିବା କିଟୁ ମୋ ଠାରୁ 18-19 ବର୍ଷ ଛୋଟ। କିଟୁ ବହୁତ ସୁନ୍ଦର ଥିଲା। ତାର ଗୋରା ମୁହଁ, ଗୋଲ ଗାଲ ଓ ଦରଟି କଥା ଶୁଣି ବେବି ବୋଉ ସମେତ ଆମେ ସମସ୍ତେ ବହୁତ ଖୁସି ହେଉ। କିନ୍ତୁ ବେବି ବୋଉ ବେଳେବେଳେ ଆଖିରୁ ବହୁତ ଲୁହ ଝରାଏ, ଯାହାର କାରଣ ସେ ବୁଝିପାରେନି। କିଟୁକୁ 3 ବର୍ଷ ହେଲାବେଳେ ମୋର ବିବାହ। ଥରେ ଆସିଥାଏ ଶିବାନୀକୁ। ସବୁଦିନ ପରି ଆମେ ସବୁ ଗପୁଥାଉ ଶିବାନୀର ଲାଲ ଦାଣ୍ଡ ବାରଣ୍ଡାରେ। ବାପା ବସିଥାନ୍ତି ତାଙ୍କ ପ୍ରିୟ ବେତ ଆରାମ ଚୌକିରେ। ବେବି ବୋଉ ପାଖରେ ବସି ତାର ପାନ ପସରା ଖୋଲି ଦେଇଥାଏ। କିଟୁ ସେତେବେଳକୁ ଦୁଷ୍ଟାମି ଆରମ୍ଭ କଲାଣି। କେତେବେଳେ ସିଢ଼ି ପାହାଚରେ ଚଢ଼ୁଥିଲା ତ କେତେବେଳେ ସନ୍ଧ୍ୟା ଆଲୋକରେ କଙ୍କି ଧରିବାକୁ ଦୌଡ଼ୁଥିଲା। ଦୂରରୁ ଭାସି ଆସୁଥିଲା ଶଙ୍ଖର ଶବ୍ଦ, ଆଉ ଆମ ଚଉରା ପାଖରେ ଜଳୁଥିବା ସଞ୍ଜବତୀ ଲିଭିବାର ବାସ୍ନା। ବାପା ଟିକେ ଭାବବିହ୍ୱଳ ହୋଇପଡ଼ିଲେ। ଜଗନ୍ନାଥ ହେ, କିଟୁକୁ ତ ମୋତେ ଦେଲ, ତା ପାଇଁ ମୋର ଜଞ୍ଜାଳ ନାହିଁ, କିନ୍ତୁ ତାର ଭବିଷ୍ୟତ? ମୁଁ ତ ଟଙ୍କା ରଖିନି, ସେ କେମିତି ଚଳିବ? ପାନ ଖିଲଟାକୁ ମୋଡ଼ୁ ମୋଡ଼ୁ ବେବି ବୋଉ କହିଲା, ଜଗା ହେଉଛି ବଡ଼ ଯାଦୁଗର। ତୁମ ବାରବୁଲା ଜୀବନରେ ସେ ତୁମର ଆଶାବାଡ଼ି ହେବ। ଆମ ବୁଢ଼ାବୁଢ଼ୀ ଦିନରେ ଦେଖିବ ସେ ହିଁ ଆମ ସାହା ହେବ। ଏହା ହେଉଛି 1972-73 ମସିହାର କଥା। ସେଦିନ ଡାଏରୀରେ ମୁଁ ଏହି କଥାଟି ଲେଖିଥିଲି। କିନ୍ତୁ ଆଜି ଭାବୁଛି ଏହି ଲେଖିବା ପଛରେ ଅନେକ କାରଣ ଥିଲା। ସୁରିଆକୁ ମୁଁ ଓ ଟୁଟୁ ବାପା ଡାକୁଥିଲୁ। ଆମେ ତାଙ୍କ ପାଇଁ କର୍ତ୍ତବ୍ୟ କରିଛୁ କି ନାହିଁ ଆମେ ମଧ୍ୟ ଜାଣିନାହୁଁ। କିନ୍ତୁ ମୁଁ ଗର୍ବର ସହ କହିପାରେ କି କିଟୁ ଯିଏ ବାପାଙ୍କୁ ବାବୁ ବୋଲି ଡାକୁଥିଲା, ସେ କିନ୍ତୁ ସମର୍ପିତ ଭାବେ ବାପା ବୋଉଙ୍କର ମୃତ୍ୟୁ ପର୍ଯ୍ୟନ୍ତ ସେବା କରିଛି, ଆଉ ପୁଅର କର୍ତ୍ତବ୍ୟ କରିଛି। ସେ ବଡ଼ ହେବା ବେଳକୁ ଟୁଟୁ ଓ ମୋ ଭଳି ଅୟସରେ ବଢ଼ିନଥିଲା। ସେ ପୁଲିସ ହାଇସ୍କୁଲରେ ପଢ଼ିଲା। ତାର କେଉଁଥିରେ ବିରକ୍ତି ଭାବ କି ଅଭିମାନ ନଥିଲା। ମ୍ୟାଟ୍ରିକ୍ ପରେ କଲେଜରେ ନାମ ଲେଖିଲା। 1984 ବେଳକୁ ବାପାଙ୍କ ରାଜ୍ୟସଭା କାର୍ଯ୍ୟକାଳ ସରିଗଲାଣି। ବାପା ଦିଲ୍ଲୀରୁ ଆସି ଦୈନିକ ସମ୍ବାଦରେ ସମ୍ପାଦକ ଭାବରେ ଯୋଗ ଦେଲେ। ସେ ଓ ବେବି ବୋଉ ପଳେଇ ଆସିଲେ ଭୁବନେଶ୍ୱର। ଶିବାନୀରେ ରହିଲେ ଟୁଟୁ, ମାମା, କିଟୁ ଓ ବୀରଦାଦାଙ୍କ ପୁଅ ପୁଟୁ। କିଟୁ ପ୍ରତି ଶନିବାର ରବିବାର ଭୁବନେଶ୍ୱର ଆସେ। ତାକୁ ଥରେ ବାପାଙ୍କର ଜଣେ ବନ୍ଧୁ ପଚାରିଲେ, ଆରେ କିଟୁ, ଛବି ଓ ଟୁଟୁ ତ ସୁରେନ୍ଦ୍ରଙ୍କୁ ବାପା ଡାକୁଛନ୍ତି, ତୁ କାହିଁକି ବାବୁ ଡାକୁଛୁ? ହସିକରି କିଟୁ କହିଲା, ଆପଣମାନେ କାହାକୁ ବାବୁ ଡାକନ୍ତି? ଯାହାର କ୍ଷମତା ଥିବ, ଯାହାର ଯଶ ଥିବ, ତାଙ୍କୁ ବାବୁ ଡକାଯାଏ, କିମ୍ବା ଯିଏ ସାହାଯ୍ୟକାରୀ ହୋଇଥିବ ସେ ବାବୁ ଡାକିବ। ମୁଁ ମଧ୍ୟ ସେୟା ହିଁ କରୁଛି, କାରଣ ମୁଁ ସାହାଯ୍ୟକାରୀ। ପିଲାଦିନେ ଦେଖିଛି ଗଦାଏ ଫୁଲମାଳ ପକେଇ ଗୁଡ଼ାଏ ଲୋକଙ୍କୁ ଧରି ବାବୁ ପଶି ଆସନ୍ତି ଘର ଭିତରକୁ। ରଘୁଆ ପାଣି ଗ୍ଲାସଟେ ଧରି ଦୌଡ଼େ ଓ କହେ, ମୁଁ କିଛି କରିପାରିବି ନାହିଁ, ବାବୁ ଆସିଲେଣି। ତେଣୁ ପ୍ରଥମ କଥା କହିବା ଦିନଠାରୁ ମୁଁ ଡାକିଲି ବାବୁ। ମୁଁ ଜାଣେ ନା
ସୁରେନ୍ଦ୍ର ବାବୁଙ୍କୁ କେହି ସମୀକ୍ଷା କଲାବେଳେ କି ତାଙ୍କ ପରିବାରର ଇତିହାସ ଲେଖିଲା ବେଳେ ମୋ ଚରିତ୍ରକୁ କେମିତି ଚିତ୍ରିତ କରିବେ। ମୁଁ ସୁରେନ୍ଦ୍ରଙ୍କ ପୁଅ ହୋଇପାରେ, ମାତ୍ର ସେ ମୋର ଗୁରୁ, ମୋ ଜୀବନ ଆକାଶର ଧ୍ରୁବତାରା। ସମ୍ବାଦ ଛାଡ଼ିବା ପରେ ସୁରେନ୍ଦ୍ର ବାବୁ ଭୁବନେଶ୍ୱର ଛାଡ଼ି ଶିବାନୀକୁ ଫେରିଲେ। ସେତେବେଳେ ତାଙ୍କ ଶାରୀରିକ ଅସୁସ୍ଥତା ଆରମ୍ଭ ହୋଇସାରିଥାଏ। ସମ୍ବାଦରେ ଲେଖା ମଧ୍ୟ ଲେଖିପାରୁନଥାନ୍ତି। ଗିରିଜା ବଳିଆର ସିଂ, ଗୌରହରି ଦାସ ଏବଂ ଆଉ ଅନେକ ସମ୍ବାଦ ପ୍ରତିନିଧି ଆସି ସମ୍ବାଦ ପାଇଁ ବାପାଙ୍କଠାରୁ ଡିକ୍ଟେସନ୍ ନେଇଯାଆନ୍ତି। ବାପା ସେତେବେଳକୁ ପଥ ଓ ପୃଥିବୀ ସହ ଅନେକ କିଛି ନିଜ ଲେଖା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଥିଲେ। କିଟୁ ପାଠପଢ଼ା ସହିତ ଆଉ କିଛି ଦାୟିତ୍ୱ ନିଜ ମୁଣ୍ଡକୁ ନେଇଥିଲା। ଭୁଲି ଯାଇଥିଲା ସେ ବୟସର ଚପଳତା, ଭୁଲି ବି ଯାଇଥିଲା ସାଙ୍ଗସାଥୀଙ୍କ ସହ ସମୟ କାଟିବା, ଭୁଲି ଯାଇଥିଲା ବିଳାସ ବ୍ୟସନ। ନିଜ ମୁଣ୍ଡକୁ ସେ ନେଇଥିଲା ସମସ୍ତ ଦାୟିତ୍ୱ। ବସ୍ରେ କଟକରୁ ଭୁବନେଶ୍ୱର ଆସି ବାପାଙ୍କଠାରୁ ଡିକ୍ଟେସନ୍ ନିଏ। ଯଦି କିଟୁ ନଥାନ୍ତା, ପଥ ଓ ପୃଥିବୀ ବୋଧହୁଏ ପ୍ରକାଶ ପାଇପାରିନଥାନ୍ତା। ଦିନେ ସୌମ୍ୟରଞ୍ଜନ ପଟ୍ଟନାୟକ ସମ୍ବାଦର କୌଣସି ଏକ କାମରେ ସୁରେନ୍ଦ୍ର ବାବୁଙ୍କ ପାଖକୁ ଭୁବନେଶ୍ୱର ଘରକୁ ଆସିଥିଲେ। ସେ କିଟୁକୁ ଦେଖିଲେ, ତାର କାମରେ ବେଶ୍ ଖୁସି ହେଲେ। ସେ ବାପାଙ୍କୁ କହିଲେ, ଆପଣଙ୍କ ଜୀବନ ସ୍ମୃତି ପଥ ଓ ପୃଥିବୀ ଶୀଘ୍ର ଶେଷ କରନ୍ତୁ। କିଟୁ ଲେଖୁ ଓ ସମ୍ବାଦ ଏହାକୁ ପ୍ରକାଶ କରିବ। ଆଉ ମୁଁ କଥା ଦେଉଛି, କିଟୁ ସମ୍ବାଦରେ ଯୋଗ ଦେବ। ଇତିମଧ୍ୟରେ କିଟୁ ଇଂରାଜୀରେ ସ୍ନାତକୋତ୍ତର ସମାପ୍ତ କରିଥାଏ। ନଈର ମୋଡ଼ ବଦଳିବାକୁ ସମୟ ଲାଗିଥାଏ, କିନ୍ତୁ ମଣିଷ ଜୀବନର ଗତିପଥ ଆଖି ପିଛୁଳାକେ ବଦଳିଯାଏ। ତାହା ହିଁ ଘଟିଲା କିଟୁ ଜୀବନରେ। ଭୁବନେଶ୍ୱରରୁ କଟକ ଆସିବା ପରେ, ଏପରିକି ଆରପାରିକୁ ଯିବା ଦିନ ଅର୍ଥାତ୍ 1990 ଡିସେମ୍ବର 20 ତାରିଖ ଦିନ ମଧ୍ୟ ବାପା କିଟୁକୁ ଡିକ୍ଟେସନ୍ ଦେଇଛନ୍ତି। ଜଗନ୍ନାଥ ହେ, ତୁମେ ବଡ଼ କପଟିଆ। ସୂର୍ୟାକୁ ସାହାଯ୍ୟ କରିବା ପାଇଁ ରେଣୁକା ଗର୍ଭରେ ତୁମେ କିଟୁକୁ ରଖିଲ। କିଟୁ ତ ନୁହେଁ, ସେ ମୋ ପାଇଁ ଏ ଯୁଗର ଶ୍ରବଣ କୁମାର। ବାସ୍ତବରେ କିଟୁର ଜନ୍ମ ଥିଲା ଶ୍ରବଣ କୁମାର ପରି ବାପା ବୋଉଙ୍କ ସେବା କରିବା ପାଇଁ। 1990 ଡିସେମ୍ବର 20 ହେଉ କିମ୍ବା 2001 ଡିସେମ୍ବର 27 ମୋ ବେବି ବୋଉର ମୃତ୍ୟୁ ଦିନ କିଟୁ ହିଁ ପାଖରେ ଥିଲା। ବାପା କିଟୁ ପାଇଁ କିଛି ବ୍ୟାଙ୍କ ବାଲାନ୍ସ, ପ୍ରାସାଦ କି ଗାଡ଼ି ଛାଡ଼ି ଯାଇ ନାହାନ୍ତି। କିଟୁ ବି ବିଧବା ବ୍ରାହ୍ମଣୀର ଅଭିଶାପରେ ଆଜି ମଧ୍ୟ ଚଳତ୍ ଶକ୍ତିହୀନ। ତଥାପି ତାର ସ୍ତ୍ରୀ ପ୍ରୀତି ଏବଂ ଝିଅ ଶ୍ୱେତାକୁ ନେଇ ତାର ଜୀବନ ଡଙ୍ଗା ଗତିଶୀଳ। ଏବେ ମଧ୍ୟ ଶିବାନୀ କାନ୍ଥରେ ଝୁଲୁଛି ସୁରେନ୍ଦ୍ର ଓ ରେଣୁକାଙ୍କ ଫଟୋ। ଶିବାନୀରେ ବାପା ଲେଖୁଥିବା ଦାଣ୍ଡ ଘରେ ବସି ଏବେ ବି କିଟୁ ଲ୍ୟାପଟପ୍ରେ ସମ୍ବାଦ ପାଇଁ ସମ୍ବାଦ ଲେଖୁଛି। ପ୍ରୀତି ରୋଷେଇ ଘରେ ବେବି ବୋଉ ପରି କଞ୍ଚା ମାଛ ରୋଷେଇ କରୁଛି କିଟୁକୁ ଭଲ ଲାଗେ ବୋଲି। ଶିବାନୀର ଦାଣ୍ଡ ବାରଣ୍ଡାର ପାହାଚରେ ପାଦ ଦେଲେ ଲାଗେ ନାହିଁ ମୋ ବାପା ଓ ବୋଉ ନାହାନ୍ତି ବୋଲି। ମୋ ଠାରୁ 7 ସାନ କିଟୁ ମୁହଁରେ ହସ ଫୁଟିଯାଏ ବାପାଙ୍କ ପରି। ପ୍ରୀତି ଦୌଡ଼ିଯାଏ ରୋଷେଇ ଘରକୁ, ଆଉ କ'ଣ ରୋଷେଇ କରିବ ଠିକ୍ ବେବି ବୋଉ ପରି। ଶ୍ୱେତା ବି ଅଳି କରେ, ଚକୋଲେଟ୍ ଆଣିଛୁ କି ନାହିଁ ପଚାରି, ଠିକ୍ ଛୋଟ କିଟୁ ପରି। ଏବେ ବି ଶିବାନୀରେ ମୁଁ ଅନୁଭବ କରେ ମୋ ବାପା ବୋଉଙ୍କ ଉପସ୍ଥିତି ଓ କାନରେ ବାଜେ କିଟୁର କଥା। ଏଇଟା ପରା କିଟୁର ବାବୁ ଘର ଓ ତୋ ବାପ ଘର, ଅଭିମାନ କାହା ଉପରେ? ସୁରେନ୍ଦ୍ର ମହାନ୍ତିଙ୍କର ଅନେକ ନାମ ଭିତରୁ କିଟୁର ବାବୁ ଡାକର ଯଥାର୍ଥତା ଏହିସବୁ କାରଣରୁ ଖୁବ୍ ବେଶୀ ଗୁରୁତ୍ୱ ବହନ କରେ। ତପି। ସମୟ ଥିଲା ଡିସେମ୍ବର ମାସ। ଦିଲ୍ଲୀ ସହରରେ ହାଡ଼ଭଙ୍ଗା ଶୀତ। ସୂର୍ୟା ସାଂସଦ ଥାଏ। ରହଣି ସେତେବେଳେ ନର୍ଥ ଆଭେନ୍ୟୁରେ। ମୁଁ ସେତେବେଳେ ରାଉରକେଲା ସରକାରୀ ମହାବିଦ୍ୟାଳୟର ଅଧ୍ୟାପିକା ଥାଏ। ଏକ୍ସ ମାସ ଛୁଟି ଥାଏ। ରାଉରକେଲାରୁ ମୁଁ, ଦାମବାବୁ ଓ 1.5 ବର୍ଷର ଝିଅ ଝିଲିକୁ ନେଇ ଆମେ ସବୁ ଦିଲ୍ଲୀ ଯାଉଥାଉ। ସଂସଦର ଅଧିବେଶନ ଚାଲିଥାଏ। କଟକରୁ କିଟୁ ଆଉ ବେବି ବୋଉ ମଧ୍ୟ ଦିଲ୍ଲୀ ଆସିଥାନ୍ତି। ସେଦିନ ସନ୍ଧ୍ୟାରେ ବାପା ସଂସଦରୁ ଶୀଘ୍ର ଫେରି ଆସିଥାନ୍ତି। 3ଟା କିମ୍ବା 4ଟା ବେଳକୁ ଦିଲ୍ଲୀରେ ଶୀତର ପ୍ରକୋପ ଆରମ୍ଭ ହୋଇଯାଉଥିଲା। ଘରର କବାଟ ଝରକା ବନ୍ଦ କରି ରୁମ୍ ଭିତରେ ବସି ରହିବା ବ୍ୟତୀତ ଅନ୍ୟ ଗତି ନଥିଲା। ମୋର ତ କିଛି କାମ ନଥିଲା। ଦିନ 12ଟା ବେଳକୁ ମୁଁ ଓ ଦାମବାବୁ ବାହାରି ଯାଉ ସରୋଜିନୀ ବାଗ ନଚେତ୍ କରୋଲ ବାଗ। ପିଲାଦିନୁ ମୋତେ ନିଜ ପାଇଁ ବଡ଼ ବଡ଼ ଦୋକାନରୁ ଜିନିଷ କିଣିବା ଭଲ ଲାଗେ ନାହିଁ। ସମସ୍ତଙ୍କ ପାଇଁ ଅଳ୍ପ ଦାମର ଜିନିଷ କିଣି ଉପହାର ଦେବାକୁ ଭଲ ଲାଗେ।
ଦିଲ୍ଲୀ ଆସିବା ବେଳେ ଅନେକ ଲୋକଙ୍କର ଅନେକ ଫରମାଇଶ ଥିଲା। ପ୍ରାୟ ସବୁଦିନ ବେବି ବୋଉ ଓ କିଟୁ ପାଖରେ ଝିଲିକୁ ଛାଡ଼ି ଦେଇ ଆମେ ଦୁହେଁ ଚାଲି ଆସୁ। ଦିଲ୍ଲୀ ବୁଲିବାର ମନ ନଥାଏ। କହିବାକୁ ଗଲେ ମୋ ପିଲାଦିନଟା ଦିଲ୍ଲୀରେ କଟିଛି। ବାହାଘର ପରେ ଦାମବାବୁ ମଧ୍ୟ 3-4 ଥର ଦିଲ୍ଲୀ ଆସିଲେଣି। ତେଣୁ ସରୋଜିନୀ ମାର୍କେଟ ବୁଲିବା ଆମର ଧରାବନ୍ଧା କାମ ହୋଇଯାଇଥିଲା। 3:30 କି 4ଟା ବେଳକୁ ଆମେ ଫେରିଲୁ ବାପାଙ୍କ ଘରକୁ। ବହୁତ ହାଲିଆ ଲାଗୁଥାଏ। ମୋ ବୋଉ ବହୁତ ଭଲ ରୋଷେଇ କରେ। ଖାଇସାରିବା ବେଳକୁ ବାପା ଚାଲି ଆସିଲେ। କିଟୁ ଓ ଝିଲି ତାଙ୍କ ଖେଳରେ ବ୍ୟସ୍ତ ଥାନ୍ତି। ଚା' କପ୍ ଧରି ଆମେ ସବୁ ବସିଗଲୁ ଡ୍ରଇଂ ରୁମ୍ରେ। ସମୟ ଜମା ସନ୍ଧ୍ୟା 6ଟା ହୋଇଥାଏ। ମାତ୍ର ଲାଗୁଥାଏ ଯେମିତି ରାତି 9ଟା ପରେ ହେବଣି। ହଠାତ୍ ବାପା ଝିଲିକୁ ଦେଖି କହିଲେ, ଆରେ ରେଣୁକା, ଝିଲିଟା ଅପି ପରି ଦେଖାଯାଉନି? ପାଖରେ ଥିବା ବାଡ଼ି ଖଣ୍ଡେ ଧରି ଝିଲି ଦୌଡ଼ି ଆସିଲା ବାପାଙ୍କ ପାଖକୁ। ଅଣ୍ଟାରେ ହାତ ଦେଇ ବଡ଼ ମଣିଷଙ୍କ ପରି କହିଲା, ମୁଁ ଯଦି ଅପି, ତୁ ତପି। ଆମେ ସବୁ ହସି ଉଠିଲୁ। ସେହିଦିନଠାରୁ ସୁରିଆର ନାମରେ ଆଉ ଏକ ନାମ ଯୋଡ଼ି ହେଲା, ଆଉ ତାହା ହେଲା ତପି। ଅପିରୁ ତପି। ବେଶ ଗୋଟେ ଲମ୍ବା ଇତିହାସ। କହିବାକୁ ତ ପଡ଼ିବ, ନଚେତ୍ ତପି ଡାକର ଯଥାର୍ଥତା ବୁଝିବେ କେମିତି? ମୋ ମାମୁଁ ଘର ଏଇ ମଧୁ ମହାନ୍ତିଙ୍କ ଘର। ମୋ ଆଈ, ଯାହାକୁ ଛୁଆ ମା ବୋଲି ସମସ୍ତେ କହନ୍ତି, ବେଶ କୁଳୀନ ଘରର। ତାଙ୍କୁ କାମରେ ସାହାଯ୍ୟ କରିବେ ବୋଲି ତାଙ୍କ ବାପଘର ଅପିକୁ ପଠାଇଥିଲେ। ଅପି ବାଲ୍ୟ ବିଧବା। 5 ଫୁଟ ଯାଏ ଉଚ୍ଚ, ଶ୍ୟାମଳ ବର୍ଣ୍ଣ, ମୁହଁ ଗୋଲ, ଚେପା ନାକ, ଆଖି 2ଟା ଛୋଟ ଛୋଟ, ପୁଣି ହାତ ଗୋଡ଼ ଗୋଦର। ଆସିବା ବେଳକୁ ସେ ଏମିତି ନଥିଲା। ସମୟର ପରିବର୍ତ୍ତନରେ ବୟସ ଓ ଶରୀରର ପରିବର୍ତ୍ତନ ଘଟିଥିଲା। ମୁଣ୍ଡ ବାଳ ମଧ୍ୟ ପାଚି ଯାଇଥିଲା। ମୋ ବୋଉ, ମୋ ମାଉସୀ ଓ ମାମୁଁଙ୍କର ସମସ୍ତ ଅଳି ଅର୍ଦଳି ଅପି ମା ସହିଛି। ମୁଁ ଅପିକୁ ଅପି ମା ଡାକେ। ସେ ସମସ୍ତଙ୍କ ପ୍ରିୟ ଥିଲା। କେହି ଯଦି ଘରକୁ ଗଲେ ମୁଣ୍ଡରେ ଓଢ଼ଣା ଟାଣି କିଏ କ'ଣ ଭଲ ପାଏ, ସେ ରୋଷେଇ ଘରକୁ ଦୌଡ଼ିଯାଏ, ତାହା କରିବାକୁ କି ବରାଦ ଦେଇ କରାଇବାକୁ। ଦାମବାବୁଙ୍କୁ ଓ ମୋ ଝିଅକୁ ସେ ବହୁତ ଭଲ ପାଉଥିଲା। ଏବେ ବି ତା କଥା ମନେ ପଡ଼ିଲେ ଦୀର୍ଘ ନିଶ୍ୱାସ ସହ ଆଖିରୁ ଲୁହ ଝରି ଆସେ। କାରଣ ସେ ମଲା ବେଳକୁ ମୁଁ ତା ପାଖରେ ପହଞ୍ଚି ପାରିନଥିଲି କି ତାର ଶୁଦ୍ଧି ଘରେ ଛିଡ଼ା ହୋଇପାରିନଥିଲି। ସେ ମରିବାର 4-5 ବର୍ଷ ଆଗରୁ ତା ଭାଇର ପୁଅ ତା ଘରକୁ ନେଇଯାଇଥିଲା ତାକୁ। ହୁଏତ ଝିଲି ସେଦିନ ପିଲାଳିଆମିରେ ତପି ବୋଲି ଡାକି ଦେଇଥିଲା ଓ ବାପା ହସି ହସି ତପି ଡାକକୁ ଗ୍ରହଣ କରିଥିଲେ ମଧ୍ୟ। କେବଳ ଝିଲି ନୁହେଁ, ଏ 51ବର୍ତ୍ତୀ ପରିବାରର ସମସ୍ତ ପୁତୁରା ଝିଆରୀ, ମୋ ସାଙ୍ଗଙ୍କ ପିଲାମାନେ ମଧ୍ୟ ସମସ୍ତେ ବାପାଙ୍କୁ ତପି ବୋଲି ଡାକନ୍ତି। ଡବୁ ମଧ୍ୟ ଝିଲି ଦେଖା ଦେଖି ବାପାଙ୍କୁ ତପି ଡାକେ। ବାପା ମରିବାର 2 ଦିନ ଆଗରୁ ଝିଲିକୁ ଏକ ଚିଠି ପଠାଇଥିଲେ। ସେଥିରେ ସେ ନିଜେ ଲେଖିଥିଲେ, ୟୋର୍ସ ତପି। ବାପା ଝିଲିକୁ ବହୁତ ଭଲ ପାଉଥିଲେ। ତାଙ୍କର ଦ୍ୱିତୀୟ ପୁରୁଷ ଝିଲି ମଧ୍ୟ ତାଙ୍କଠାରୁ ବହି ପଢ଼ିବା ଓ ବହି କିଣିବା ଗୁଣଟି ଆହରଣ କରିଥିଲା। ତାକୁ ଯଦି କେହି ପଚାରେ, ତୁ ସୁରେନ୍ଦ୍ର ବାବୁଙ୍କ ନାତୁଣୀ, ସେ ହସିକି କୁହେ, ମୁଁ ତପିର ନାତୁଣୀ। ସେ ବାହା ହେଲା ପରେ ଯେତେବେଳେ ମୁଁ ତାକୁ ପଚାରିଥିଲି, ମା ତୁ ଖୁସିରେ ଅଛୁ ତ? ସେ ହସିକି ଉତ୍ତର ଦେଇଥିଲା, ତପି ଦିଲ୍ଲୀରେ ରହିବା ପରି ମୁଁ ମଧ୍ୟ ଶ୍ୱଶୁରଙ୍କ ସହ ଦିଲ୍ଲୀରେ ରହୁଛି। ତପି ପଢ଼ୁଥିବା ଟାଇମ୍ସ ମ୍ୟାଗାଜିନ୍ ମଧ୍ୟ ଶ୍ୱଶୁର ମଗାଉଛନ୍ତି। ତପି ଘରେ ବହି ବାସ୍ନା ପରି ମୋ ଶ୍ୱଶୁରଙ୍କ ଡ୍ରଇଂ ରୁମ୍ ମଧ୍ୟ ବହିର ବାସ୍ନାରେ ସୁବାସିତ। ତେଣୁ ଦୁଃଖ କାହିଁକି କରିବି? ଝିଲି ଆଜି ଦୁବାଇରେ ଲେଖୁଛି ଇଂରାଜୀ ପତ୍ରିକା ପାଇଁ। ବିଭିନ୍ନ ଲୋକଙ୍କ ସାକ୍ଷାତକାର ମଧ୍ୟ ନେଉଛି। ଡବୁ ଝିଲିଠାରୁ 2.5 ବର୍ଷ ଛୋଟ। ପ୍ରିମାଚିଓର ଥିଲା ସିଏ। ବହୁତ ଦିନ ଯାଏ କଥା କହିପାରୁନଥିଲା। ମା ଶାରଳାଙ୍କ ଉପରେ ବାପା ଓ ବୋଉଙ୍କର ବିଶ୍ୱାସ ଯୋଗୁଁ ଯେଉଁଠି ଡାକ୍ତରମାନେ ବିଫଳ ହୋଇଥିଲେ, ସେହି ପରିସ୍ଥିତିରେ ଡବୁ କଥା କହିଥିଲା। ବାପା ଓ ବୋଉ ମା ଶାରଳାଙ୍କୁ ରୂପା ଜୀଭ ମାନସିକ ପୂରଣ ହିସାବରେ ଭେଟି ଦେଇଥିଲେ। ଡବୁ 51ବର୍ତ୍ତୀ ମୋ ଶ୍ୱଶୁର ଘରେ ସାନ ନାତି ଥିଲା। ମୋ ଶାଶୁ, ମୋ ଦେଢ଼ଶୁର ତାକୁ ବହୁତ ଭଲ ପାଆନ୍ତି। ସେ ଯାହା କୁହେ ତାହା ସଙ୍ଗେ ସଙ୍ଗେ ପୂରଣ ହୁଏ। ଆମେ ଘରକୁ ଗଲେ ମଧ୍ୟ ତାର ଦୁଷ୍ଟାମି କମେ ନାହିଁ। ଘରର ବଡ଼ ନାତି ସିଏ। କିଟୁର ଓ ତାର ତଳ ଉପର ଭାଇ ପରି କଳି କରନ୍ତି। ବେଳେବେଳେ ସାମାନ୍ୟ କଥାକୁ ନେଇ ମରାମରି ମଧ୍ୟ ହୁଅନ୍ତି। ବାପା ଚାଲିପାରନ୍ତି ନାହିଁ। ବାଡ଼ି ଧରି ଚାଲନ୍ତି କି କାହାକୁ ଧରିଲେ ଚାଲନ୍ତି। କୁତୁରୁକାଳିଆ କଲେ ବାପା ହସି ହସି ଗଡ଼ିଯାଆନ୍ତି। ଯଦି ମାମୁଁ ଘରେ ଡବୁକୁ ତାର ଦାବି ମୁତାବକ କେହି କିଛି ନ ଦିଅନ୍ତି, ସେ ଆସି ବାପାଙ୍କୁ କୁତୁରୁକାଳିଆ କରିବା ଆରମ୍ଭ କରିଦିଏ
ଓ ବାପା ହସି ହସି ଖଟ ଉପରେ ଗଡ଼ି ଯାଆନ୍ତି ଏବଂ ଚିତ୍କାର କରି କୁହନ୍ତି, ଆରେ ତା କଥା ଟିକେ ଶୁଣ। ବାପା ତାକୁ ବହୁତ ଭଲ ପାଉଥିଲେ, କିନ୍ତୁ କହୁଥିଲେ, ଦୁର୍ଜନଟା, ମୁଁ ଲେଖୁଥିବା କଲମଟା ନେଇଯାଉଛି। ବାପା ଥରେ ରାଉରକେଲା ଆସିଥିଲେ। କିଛି ପୁନେଇ ପର୍ବ ଥିଲା। ଖାଇବା ଟେବୁଲ ଉପରେ ବାପା ପଚାରିଲେ, କାକରା କରିନୁ? ମୁଁ କହିଥିଲି, ଏଠି କେହି ଖାଆନ୍ତି ନାହିଁ ମୋ ବାପା, ଏତେ ପରିଶ୍ରମ କରି କରିବି କାହିଁକି? ତୁମେ ତ ଜାଣିଛ ମୁଁ ପିଠାପଣା କରିପାରେନି। ବାପା ଦୀର୍ଘ ନିଶ୍ୱାସ ଛାଡ଼ି କହିଲେ, ଓଡ଼ିଆ ପରମ୍ପରା ଓ ସଂସ୍କୃତି ତେବେ ବଞ୍ଚିବ କେମିତି? ପୁନେଇ ପର୍ବର ମର୍ଯ୍ୟାଦା ରହିବ କେମିତି? ସବୁ ପର୍ବରେ ଗୋଟେ ଗୋଟେ ପିଠାର ମହତ୍ଵ ରହିଛି। ତୁ କରିକି ଦେଲେ ସେମାନେ ଖାଇବେ। ସେଦିନ ମୁଁ ମୋର ଭୁଲଟା ବୁଝିପାରିଥିଲି। ଆମେ ଯଦି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ସୁରକ୍ଷା ନ କରିବା, ତେବେ ପିଲାଙ୍କୁ ଦୋଷ ଦେବା କାହିଁକି? ଡବୁ ପଢ଼ୁଥାଏ ରାଉରକେଲା ଦୀପିକା ଇଂଲିଶ ମିଡ଼ିୟମ ସ୍କୁଲରେ। ଦିନେ କ୍ଲାସରେ ଓଡ଼ିଆ ସାର୍ ତାକୁ ଓଡ଼ିଆରେ କମ୍ ମାର୍କ ରଖିଥିବାରୁ ବେଶ ଗାଳି ଦେଇଥିଲେ। ତୁ ସୁରେନ୍ଦ୍ର ମହାନ୍ତିଙ୍କ ନାତି ହୋଇ ଓଡ଼ିଆରେ କମ୍ ନମ୍ବର ରଖିଛୁ ବୋଲି ସାର୍ କହିବା ଡବୁକୁ ସବୁଠୁ ବେଶୀ ଅପମାନଜନକ ଥିଲା। ଘରକୁ ଫେରିବା ପରେ ଲ୍ୟାଣ୍ଡଲାଇନ୍ରେ ମୋ ବୋଉକୁ ଫୋନ୍ କରି କହିଥିଲା, ଜାଣିଲୁ ବେବି ବୋଉ, ମୁଁ ଆଉ ତପିର ନାତି ହେବିନି। ସାର୍ ମୋତେ କହୁଛନ୍ତି, ତପି ନାତି ହୋଇ ମଧ୍ୟ ଓଡ଼ିଆରେ ଏତେ କମ୍ ନମ୍ବର ରଖିଲୁ। ଏ ଥିଲା ଡବୁର କଥା। ଏବେ ପ୍ରତିବର୍ଷ ଜୁନ୍ 21 ହେଉ କିମ୍ବା ଡିସେମ୍ବର 21, ତପି ଫଟୋଟିକୁ ରଖି ଡବୁ ଓ ମୁନୁ ଦୀପ ଫୁଲ ଦେଇ ତାଙ୍କ ପିଲାଙ୍କୁ କୁହନ୍ତି, ଆରେ ମୁଣ୍ଡିଆ ମାର, ସେ ତପି, ସେ ଆମର ଗର୍ବ ଓ ଗୌରବ। ବିକୁ ଅଜା। ଓଡ଼ିଆ ଗଳ୍ପ ସାହିତ୍ୟର ଅନ୍ୟତମ ଉଜ୍ଜ୍ୱଳ ତାରକା ଅଖିଳମୋହନ ପଟ୍ଟନାୟକ ମୋ ଗଳ୍ପର ନାୟକ ସୁରିଆର ଘନିଷ୍ଠ ବନ୍ଧୁ। ଯେତେବେଳେ ଜୀବନର ପ୍ରାରମ୍ଭରେ କଟକ ନିମଚୌଡ଼ିରେ ସୁରିଆ ମେସ୍ରେ ରହୁଥିଲା, ସେଥିରେ ମଧ୍ୟ ଯୋଗ ଦେଉଥିଲେ ଅଖିଳ ପଟ୍ଟନାୟକ। ଅଖିଳ ପଟ୍ଟନାୟକ ଥିଲେ ଖୋର୍ଦ୍ଧାର ଏକ ସମ୍ଭ୍ରାନ୍ତ ପରିବାରର ସନ୍ତାନ। ସୁରେନ୍ଦ୍ରଙ୍କ ବନ୍ଧୁ ଅଖିଳ କେବଳ ଗଳ୍ପ ଲେଖକ ନୁହନ୍ତି, ସେ ଥିଲେ ପ୍ରଖ୍ୟାତ ଆଡ଼ଭୋକେଟ୍। ସେ ଭଲ ପାଆନ୍ତି ଅକ୍ଷୟ ମହାନ୍ତିଙ୍କ ସଙ୍ଗୀତକୁ। ଭୁବନେଶ୍ୱରର ରଥ ରୋଡ଼ରେ ତାଙ୍କ ଘର ବାଲିଘରର ଛାତ ଉପରେ ପୁନେଇ ରାତିରେ ଜମେ ସଙ୍ଗୀତର ଆସର। ଯୋଗ ଦିଅନ୍ତି ଅନେକ ନାମୀ ଦାମୀ ଲୋକ। ଦେବଦାସ ଛୋଟରାୟ ଗୀତ ଲେଖନ୍ତି, ଅକ୍ଷୟ ମହାନ୍ତି ସ୍ୱର କରନ୍ତି। ତାଙ୍କ ସ୍ତ୍ରୀ ଜ୍ଞାନଦା ପଟ୍ଟନାୟକ ସେ ସମୟର ମହିଳା ଆଇନଜୀବୀ ଓ ସମାଜସେବୀ। ତାଙ୍କ ବଡ଼ ଝିଅ ମାମା ଓ ଛୋଟ ଦୁଇ ପୁଅ ବେଲୁ ଓ ଫେଲୁ। ମାମା ଇଂରାଜୀରେ ସ୍ନାତକୋତ୍ତର ପଢ଼ିବା ବେଳେ ମୋ ସାନ ଭାଇ ଟୁଟୁକୁ ବିବାହ କରିଥିଲା ଏବଂ ଅଖିଳ ପଟ୍ଟନାୟକ ଆଉ କେବଳ ବନ୍ଧୁ ନ ରହି ହୋଇଗଲେ ସମୁଦି। ଟୁଟୁ ଓ ମାମାଙ୍କ ବଡ଼ ଝିଅ ସାବେରୀ ଶିବାନୀରେ ପ୍ରଥମ ଛୁଆ। ସେ ବହୁତ ପାତେଳି ଓ ଗୋରୀ। ସୁରିଆ ସକାଳୁ ଚୌକିରେ ବସି ଚାହା ଓ ବିସ୍କୁଟ ଖାଇବା ବେଳେ ସାବେରୀ ତା କୁନି ପାଦରେ ତା ମା ବାପାଙ୍କ ପାଖରୁ ଆସି ସୁରିଆ କୋଳରେ ବସିପଡ଼େ। ଚା ପିଏନି, ବିସ୍କୁଟ ଖାଏ। ଜଣେ ସମ୍ପର୍କୀୟ ଥରେ ଘରକୁ ଆସିଥିଲେ। ସାବେରୀକୁ କାଖେଇ ବାପାଙ୍କୁ ଦେଖାଇ କହିଲେ, ଏ କିଏ କହିଲୁ? ଉତ୍ତର ଥିଲା, ଏ ବିକୁ ଅଜା। ସାବେରୀ ପାଇଁ ଜେଜେ ଡାକଟା ନୂଆ ଥିଲା। ଅଖିଳ ପଟ୍ଟନାୟକ ସାବେରୀକୁ ବହୁତ ଭଲ ପାଉଥିଲେ। ସାବେରୀ ଅଜା ସମ୍ବୋଧନ ସହ ପରିଚିତ ଥିଲା। ମାଆର ବାପା ଯଦି ଅଜା, ବାପାର ବାପା ବି ଅଜା। ସକାଳେ କୋଳରେ ବସାଇ ବିସ୍କୁଟ ଖୁଆଇ ଦେଉଥିବା ହେତୁ ସେ ବିକୁ ଅଜା। କାରଣ ଶିଶୁ ସାବେରୀ ବିସ୍କୁଟ କହିପାରୁନଥିଲା, ବିକୁ କହୁଥିଲା। ପାଣିଟା ଉପରୁ ତଳକୁ ଗଡ଼ିବା ପରି ସାବେରୀଠାରୁ ବିକୁ ଅଜା ଡାକଟା ଗଡ଼ି ଆସିଲା ସିଦ୍ଧାର୍ଥ ପାଖକୁ। ଟୁଟୁ ଓ ମାମାଙ୍କ ପୁଅ ସିଦ୍ଧାର୍ଥ, ସାବେରୀର ଛୋଟ ଭାଇ। ବେଶ ସୁନ୍ଦର, ସେ ଟିକେ ଶାନ୍ତ। ସୁରେନ୍ଦ୍ର ମହାନ୍ତିଙ୍କ ଶେଷ ସ୍ତମ୍ଭ ପଢ଼ିଥିବା ଲୋକେ ନିଶ୍ଚୟ ପଢ଼ିଥିବେ, ତାଙ୍କ ଅନେକ ଲେଖାର ନାୟକ ଥିଲା ସିଦ୍ଧାର୍ଥ। ଆଉ ବିକୁ ଅଜା ଥିଲେ ସିଦ୍ଧାର୍ଥ ଓ ସାବେରୀଙ୍କର ଅତି ପ୍ରିୟ ତଥା ଅତି ଆପଣାର ମଣିଷ। ଜେଜେ। କରୋନାର ମହାମାରୀ ସମୟରେ ଭୁବନେଶ୍ୱରରୁ ଯାଇଥିଲି ଶିବାନୀ। ସବୁକିଛିର ପରିବର୍ତ୍ତନ ହୋଇଯାଇଛି। ଗେଟ୍ ଖୋଲୁ ଖୋଲୁ ଶ୍ୱେତା କହିଲା, ଆରେ ଜେଜେଙ୍କର ଗେହ୍ଲି ଝିଅ ଆସିଗଲା। ସେଇ ଲାଲ ବାରଣ୍ଡା, ସେଇ ବେତ ଚୌକି। ବାପା, ବାବୁ, ତପି, ବିକୁ ଅଜା ଓ ଜେଜେ ନାମ ଧରି ଯେଉଁ ଲୋକଟିକୁ ସମ୍ବୋଧନ କରାଯାଏ, ସେ ଲୋକଟି କିନ୍ତୁ ନଥିଲା। ପଡ଼ି ରହିଥିଲା ବେତ ଚୌକି, କିଛି ଖବରକାଗଜ। ବାପା ବସି ଲେଖୁଥିବା ଘରର କବାଟଟା ପ୍ରୀତି ଖୋଲିଦେଲା। କିଟୁ ଡାକୁଥିଲା, ଆସେ ମୋ ପାଖକୁ, ଠିକ୍ ବାପାଙ୍କ ପରି।
ବାରଣ୍ଡା କାନ୍ଥରେ ଝୁଲୁଥିବା ଜଗନ୍ନାଥ ଫଟୋକୁ ଜୁହାର କରି ଯାଉଥିଲି କିଟୁ ପାଖକୁ।